ବାମ୍ଫ ଦିଆ ଫୁଲକୋବି ତରକାରୀ ଶୁଣିଲେ ଟିକେ ନୂଆ ଲାଗୁଛି ନା? ହଁ ଆଜ୍ଞା, ନାମ ଯେମିତି ନୂଆ, ସ୍ୱାଦ ବି ପୁରା ନୂଆ। ଶୀତୁଆ ପାଗରେ ଗରମ ଭାତରେ ବହୁତ ମଜା ଲାଗିବ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଏ ଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଏହି ସୁଆଦିଆ ତରକାରୀ ବନାଇବା ପାଇଁ ଏଇଠି ମୁଁ ନେଇଛି 300 ଗ୍ରାମର ଫୁଲକୋବି। ଏହି ତରକାରୀ ପାଇଁ ଫୁଲକୋବିକୁ ଛୋଟ ପିସେସରେ କାଟି ନେବେ। ଛୋଟ ପିସେସରେ କାଟିଲେ ତରକାରୀରେ ଭଲ ଭାବରେ ସିଝିଯିବ। ଏବେ ଫୁଲକୋବିକୁ ଗୋଟେ ବଡ଼ ଜାଗାରେ ଦେବା। ଅଧା ଛୋଟ ଚାମଚ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ତାପରେ ପାଣିକୁ ଗରମ କରି ଗରମ ପାଣିକୁ ଫୁଲକୋବିରେ ଦେବା। ଗରମ ପାଣି ଦେଇ ଫୁଲକୋବିକୁ 5ରୁ 10 ମିନିଟ୍ ବତୁରେଇ ରଖିବା। ଯାହାଦ୍ୱାରା ଫୁଲକୋବିରେ ଯାହା ବି ପୋକ, ମଇଳା, ଅପରିଷ୍କାର ଜିନିଷ ଥିବ ସେସବୁ ବାହାରିଯିବ। ଏହି ପ୍ରୋସେସକୁ ଆପଣମାନେ ନିହାତି କରିବେ। 10 ମିନିଟ୍ ପରେ ଆମେ ଫୁଲକୋବିକୁ ପାଣିରୁ ଛାଣି ଆଣିବା। ଧ୍ୟାନ ରଖିବେ ଫୁଲକୋବିରେ ବେଶୀ ପାଣି ରଖିବେ ନାହିଁ। ଏତିକି ଫୁଲକୋବି ପାଇଁ ଏଇଠି ମୁଁ ନେଇଛି ଗୋଟେ ବଡ଼ ସାଇଜର ପିଆଜ। ପିଆଜର ପାଖୁଡ଼ା ବାହାର କରି ନେଇଛି। ମଝିରେ ଥିବା ଛୋଟ ପିଆଜ ଗୁଡ଼ିକୁ ଆମେ ମସଲାରେ ବ୍ୟବହାର କରିବା। ତା ସହିତ ଆମକୁ ଦରକାର 2ଟି ମିଡିୟମ ସାଇଜର ଟମାଟୋ। ଟମାଟୋକୁ ଟିକେ ବଡ଼ ପିସେସରେ କାଟି ନେବା। ଚାଲନ୍ତୁ ତରକାରୀ ବନାଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 1 ଚାମଚ ସୋରିଷ ତେଲ ଗରମ କରିବା। ଏହି ତରକାରୀକୁ ସୋରିଷ ତେଲରେ ବନେଇବେ, ଖାଇବା ପାଇଁ ଭଲ ଲାଗିବ। ଏଇଠି ମୁଁ ଅଳ୍ପ ତେଲ ଦେଇଛି, ଆପଣମାନେ ଅଧିକ ତେଲ ବି ଦେଇପାରିବେ। ତାପରେ କାଟି ରଖିଥିବା ଫୁଲକୋବିକୁ ଦେବା। ଫୁଲକୋବିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଯଦି ଆପଣଙ୍କ ପାଖରେ ଗ୍ରୀନ୍ ମଟର ଥିବ 2-3 ଚାମଚ ଦେଇପାରିବେ। ଅଳ୍ପ ଗ୍ରୀନ୍ ମଟର ଦେଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଯଦି ନଥିବ ସେମିତି ବନେଇ ପାରିବେ। ଏବେ ଫୁଲକୋବିକୁ କଭର କରିବା ଦରକାର ନାହିଁ, ସେମିତି ଖୋଲା ରଖି 4-5 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ମିଡିୟମ ହାଇ ଫ୍ଲେମ୍ରେ ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ଫୁଲକୋବିକୁ ସିଝେଇବା ନାହିଁ, କେବଳ ଟିକେ ଲାଲ କରି ଭାଜିବା। ଫୁଲକୋବି ଭାଜିଯିବା ପରେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ଅଳ୍ପ ତେଲ ଦେବା। ଆପଣ ଚାହିଁଲେ ଅଧିକ ତେଲ ବି ଦେଇପାରିବେ। ତେଲ ଗରମ ହେଇଯିବା ପରେ କାଟି ରଖିଥିବା ପିଆଜ, ଟମାଟୋକୁ ଦେବା। ପିଆଜ, ଟମାଟୋକୁ ମିଡିୟମ ଫ୍ଲେମ୍ରେ ଆଉ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ପିଆଜ, ଟମାଟୋ ହାଲକା ଭାଜିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ଯାହାଦ୍ୱାରା ପିଆଜ ଆଉ ଟମାଟୋର କଞ୍ଚା ବାସ୍ନା ଚାଲିଯିବ। ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ସବୁ ଜିନିଷ ଭାଜି ରେଡି ହେଇଗଲା। ଚାଲନ୍ତୁ ତରକାରୀ ପାଇଁ ମସଲା ବନେଇବା। ଗ୍ରାଇଣ୍ଡର ଜାର୍ ନେବା। ଅଧା ଛୋଟ ଚାମଚ ହଳଦିଆ ସୋରିଷ ଦେବା, ଅଧା ଛୋଟ ଚାମଚ କଳା ସୋରିଷ। ଏଇଠି ମୁଁ 2 ପ୍ରକାରର ସୋରିଷ ମିଶେଇକି ନେଇଛି, ଆପଣମାନେ ଗୋଟେ ପ୍ରକାରର ନେଇପାରିବେ। ଯେହେତୁ ମୁଁ ଅଳ୍ପ ଫୁଲକୋବି ନେଇଥିଲି, ସେହି ହିସାବରେ ଅଳ୍ପ ସୋରିଷ ଦେଲି। ତା ସହିତ ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ଆପଣ ଚାହିଁଲେ ଏତିକି ମସଲା ଦେଇ ଏହି ତରକାରୀକୁ ବନେଇ ପାରିବେ, କିନ୍ତୁ ଏ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ 1 ଛୋଟ ଚାମଚ ପୋସ୍ତ ଦେବା। ଅଳ୍ପ ପୋସ୍ତ ଦେଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଯଦି ଆପଣମାନଙ୍କ ପାଖରେ ଥିବ ଦେବେ, ଯଦି ନଥିବ କେବଳ ବେସର ଦେଇ ଏହି ତରକାରୀକୁ ବନେଇ ପାରିବେ। ପ୍ରଥମେ ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ପ୍ରଥମେ ଶୁଖିଲା ଗ୍ରାଇଣ୍ଡ କଲେ ଅଳ୍ପ ମସଲା ଭଲ ଭାବରେ ବାଟିଯାଏ। ତାପରେ ଯେତେବେଳେ ପାଣି ଦେଇ ବାଟିବା, ମସଲା ପୁରା ଚିକଣ ଭାବରେ ବାଟିଯିବ। ତା ସହିତ 10-12ଟି ରସୁଣ ଦେବା। ରସୁଣ ଟିକେ ଅଧିକ ଦେବେ। ବଳକା କଟା ପିଆଜ ଦେବା। ରାଗ ପାଇଁ 1 କଞ୍ଚା ଲଙ୍କା। ପରେ ଅଳ୍ପ ଲଙ୍କାଗୁଣ୍ଡ ବ୍ୟବହାର କରିବା। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। ଅଳ୍ପ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ବେସର ମସଲା ବାଟିବା ସମୟରେ ଅଳ୍ପ ଲୁଣ, ହଳଦୀ ଦେଇ ବାଟିଲେ ବେସର ମସଲା ଜମା ପିତା ଲାଗିନଥାଏ। ଏହିସବୁ ଛୋଟ ଛୋଟ ଟିପ୍ସ ଆପଣମାନେ ମନେ ରଖିବେ। 4-5 ଚାମଚ ପାଣି ଦେଇ ବେସର ମସଲାକୁ ପୁରା ଚିକଣ କରି ବାଟି ଆଣିବା। ଟିକେ ବି ଖଦଡ଼ ରହିଗଲେ ତରକାରୀରେ ପିତା ଲାଗିବ। ତରକାରୀ ବନେଇବାର ଅଧା ଘଣ୍ଟା ପୂର୍ବରୁ ଏହି ବେସର ମସଲାକୁ ବାଟିକି ରଖିବେ। ତରକାରୀର ଟେଷ୍ଟ ବହୁତ ବଢ଼ିଯିବ। ମସଲା ରେଡି ହେଇଗଲା। ତାପରେ ଆମେ ଗୋଟେ ଏମିତି ଷ୍ଟିଲ୍ ଟିଫିନ୍ ବକ୍ସ ନେବା। ଆପଣମାନେ କେତେ ଫୁଲକୋବି ନେଇଛନ୍ତି ସେହି ହିସାବରେ ଦେଖିକି ଛୋଟ ବଡ଼ ଟିଫିନ୍ ବକ୍ସ ନେବେ। ତାପରେ 2 ବଡ଼ ଚାମଚ ଫ୍ରେଶ ଦହି ଦେବା। ଦହି ବେଶୀ ଖଟା ଦେବେ ନାହିଁ, କାହିଁକିନା ଆମେ ଟମାଟୋ ବି ଦେଇଛୁ। ଅଳ୍ପ ଦହି ଦେଲେ ଏହି ତରକାରୀ ଖାଇବା ପାଇଁ ଭଲ ଲାଗିବ। ଯଦି ଆପଣମାନେ ପସନ୍ଦ କରୁନଥିବେ ତାହେଲେ ଦେବେ ନାହିଁ। ତାପରେ ବାଟି ନେଇଥିବା ମସଲାକୁ ଦେବା। କେବଳ 2-3 ଚାମଚ ପାଣି ଦେବା। ପ୍ରଥମେ ଜମା ଅଧିକ ପାଣି ଦେବେ ନାହିଁ। ତାପରେ କେବଳ ମସଲାକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଫୁଲକୋବି ପାଇଁ ଲୁଣ ଦେଇଥିଲେ। ଅଳ୍ପ ହଳଦୀ ଗୁଣ୍ଡ, ଅଳ୍ପ ରାଗ ଲଙ୍କା ଗୁଣ୍ଡ ଦେବା। ତାପରେ ସବୁ ଜିନିଷକୁ ଆମେ ଭଲ ଭାବରେ ଗୋଳେଇ ନେବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି କମେଣ୍ଟସ୍ କରି ଜଣାନ୍ତୁ। ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ଆଜିର ରେସିପି ପସନ୍ଦ ଆସିଲେ ଆପଣଙ୍କ ଫ୍ରେଣ୍ଡସ୍ ଆଉ ରିଲେଟିଭ୍ସ ମାନଙ୍କ ସହିତ ନିଶ୍ଚୟ ଗୋଟେ ସେୟାର କରନ୍ତୁ। ତାପରେ ଆମେ ଭାଜି ରଖିଥିବା ଫୁଲକୋବି,
ପିଆଜ ଆଉ ଟମାଟୋକୁ ମସଲାରେ ଦେଇ ମସଲା ସହିତ ଗୋଳାଇ ନେବା। ଗୋଳାଇ ସାରିବା ପରେ ଗୋଟେ କଥା ଧ୍ୟାନ ରଖନ୍ତୁ, ପାଣିର ଭାଗ ମାପ। ପାଣି ଦେଖନ୍ତୁ ଫୁଲକୋବି ତଳେ ଅଛି। ଏବେ କେବଳ 2ରୁ 3 ଚାମଚ ପାଣି ଦେବା। ପ୍ରଥମେ ମସଲା ସହିତ 2-3 ଚାମଚ ପାଣି ଦେଇଥିଲେ, ଏବେ 2-3 ଚାମଚ ପାଣି ଦେଲେ। ଏହି ତରକାରୀରେ ଜମା ଅଧିକ ପାଣି ଦେବେ ନାହିଁ। ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର ଦେବା। ଗୋଟେ ଛୋଟ ଚାମଚ କଞ୍ଚା ସୋରିଷ ତେଲ ଦେବା। କଞ୍ଚା ସୋରିଷ ତେଲ ଦେଲେ ଏହି ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଆପଣମାନେ ଚାହିଁଲେ ଅଧିକ ତେଲ ବି ଦେଇପାରିବେ। ସବୁ ଜିନିଷକୁ ଗୋଳାଇ ନେବା। ପାଣି ଦେଖନ୍ତୁ ଏତିକି ରହିବା ଦରକାର। ତାପରେ 2ଟି କଞ୍ଚା ଲଙ୍କା ମଝିରୁ ଚିରା ଲଗେଇ ଫୁଲକୋବି ଉପରେ ଦେବା। ସିଝିଯିବା ପରେ ବହୁତ ବଢ଼ିଆ ବାସ୍ନା ଆସିବ। ଟିକେ ଅଧିକ ରାଗ ଲାଗିବ। ଯଦି ଅଧିକ ରାଗ ପସନ୍ଦ କରୁଥିବେ ତାହେଲେ ଦେବେ। ଏବେ ଚାଲନ୍ତୁ ବାମ୍ଫ ଦେବା। ବାମ୍ଫ ଦେବା ପାଇଁ କଢ଼େଇରେ ବେଶ କିଛି ପାଣି ଗରମ କରିବା। ପାଣିରେ ଛୋଟ ଖଣ୍ଡେ ଲେମ୍ବୁ ଦେବେ। ପାଣି ଫୁଟିଯିବା ପରେ କଢ଼େଇରେ ଯେଉଁ କଳା ଦାଗ ଲାଗେ ସେ କଳା ଦାଗ ଆଉ ଲାଗିବ ନାହିଁ। ତାପରେ ପାଣି ଉପରେ ଗୋଟେ ଷ୍ଟାଣ୍ଡ ରଖିବା। ଯଦି ଷ୍ଟାଣ୍ଡ ନଥିବ ଛୋଟ ଗିନା ରଖିବେ। ତା ଉପରେ ଟିଫିନ ବକ୍ସକୁ ରଖିବା। ଟିଫିନ ବକ୍ସ ଯେମିତି ପାଣିକୁ ଲାଗୁନଥିବ। ତାପରେ କଭର କରି ଗ୍ୟାସର ଫ୍ଲେମ୍ ପୁରା ଲୋ ମିଡିୟମ ରଖି ଲୋ ମିଡିୟମ ଫ୍ଲେମ୍ରେ 15 ମିନିଟ୍ ପର୍ଯ୍ୟନ୍ତ ବାମ୍ଫ ଦେଇ ସିଝେଇବା। 15 ମିନିଟ୍ ପରେ ଏଇଠି ଦେଖନ୍ତୁ ଯେତିକି ଆମେ ପାଣି ଦେଇଥିଲେ ପାଣି ଟିକେ କମିଯାଇଛି। ଯଦି ମଝିରେ ପାଣି ପୁରା ଶୁଖିଯିବ ଆପଣମାନେ ଅଳ୍ପ ପାଣି ବି ଦେଇପାରିବେ। ଏବେ ଆମେ ଧ୍ୟାନର ସହିତ ଟିଫିନ ବକ୍ସକୁ ବାହାରକୁ ନେଇ ଆସିବା। ବାହାରକୁ ଆଣି ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ଟିଫିନ ବକ୍ସ ପୁରା ଥଣ୍ଡା ହେଲା ପରେ ଖୋଲିବେ, ତାହେଲେ ସହଜରେ ଖୋଲିପାରିବେ। ଏଇଠି ଆମ ତରକାରୀ ପୁରା ରେଡି ହେଇଯାଇଛି। ତରକାରୀ ଦେଖନ୍ତୁ କେତେ ଟେମ୍ପଟିଂ ଦେଖାଯାଉଛି। ଝୋଳ ଏତିକି ବହଳିଆ ରଖିବେ, ଗରମ ଭାତରେ ଖାଇବା ପାଇଁ ଭଲ ଲାଗିବ। ଏଇ ତରକାରୀରେ ବେଶୀ ଝୋଳ ରହିଲେ ଜମା ଖାଇବା ପାଇଁ ଭଲ ଲାଗିବ ନାହିଁ। ଫୁଲକୋବି ଟମାଟୋ ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ଏମିତି ରହିଲେ ତରକାରୀ ଦେଖିବା ପାଇଁ ଭଲ ଲାଗିବ, ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ଆପଣମାନେ ନିହାତି ଥରେ ଏଇ ନୂଆ ସ୍ୱାଦର ଫୁଲକୋବି ତରକାରୀ ବନାନ୍ତୁ। ଆଉ କେମିତି ଲାଗିଲା ନିହାତି କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।